ଗାଧୋଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ 2 ଯୁବକ। ଖାଦ୍ୟ ଅଭାବରୁ ଗାଁ ମୁହାଁ ବନ୍ୟଜନ୍ତୁ। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଢେଙ୍କା ଅଞ୍ଚଳରେ 2 ଜଣ ଯୁବକ ଜଙ୍ଗଲି ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ପୁରୁଣାପାଣି ଗ୍ରାମର ଗଙ୍ଗା ହେମ୍ରମ ବୟସ 31 ବର୍ଷ ଓ ସଂଗ୍ରାମ ଟୁଡୁ ବୟସ 28 ବର୍ଷ ନିତିଦିନିଆ ପରି 2 ଜଣ ଯୁବକ ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଆସିଥିଲେ। ଠିକ୍ ଏହି ସମୟରେ ସତେ ଯେପରି ଆଗରୁ ଲୁଚି ରହିଥିବା ଜଙ୍ଗଲି ଭାଲୁଟି ହଠାତ୍ କିଛି ଭାବିବା ପୂର୍ବରୁ ଗଙ୍ଗା ଓ ସଂଗ୍ରାମ ଉପରକୁ ଲମ୍ଫ ମାରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣ କରିବାରୁ 2 ଯୁବକ ବଡ଼ ପାଟି କରି ଗ୍ରାମବାସୀଙ୍କୁ ଡାକିଥିଲେ। ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବାରୁ ଭାଲୁ ଏମାନଙ୍କୁ ଦେଖି ଜଙ୍ଗଲମୁହାଁ ହୋଇଥିଲା। ତେବେ ଘଟଣା ସମ୍ପର୍କରେ ବୁଝିବା ପରେ ଆହତ ଯୁବକ 2 ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ଗଙ୍ଗା ହେମ୍ରମ ଆହତ ହୋଇଥିବା ବେଳେ ଆଉ ସଂଗ୍ରାମ ଟୁଡୁ ଗୁରୁତର ହୋଇଥିବାରୁ ତାଙ୍କୁ ଡାକ୍ତର କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରିଥିବା ନେଇ ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ ଏକାମ୍ର ନ୍ୟୁଜ।